ଆପଣମାନେ ଜାଣିଥିବେ ଆମ ଘର କରିବା ପୂର୍ବରୁ ବହୁତ ଲୋକଙ୍କୁ ସେହି ଜାଗା ବିଷୟରେ ପଚାରିବା ସହିତ ସେହି ଜାଗା ବିଷୟରେ ଜ୍ୟୋତିଷଙ୍କ ପାଖକୁ ଯାଇ ସେହି ଜାଗା ବିଷୟରେ ପଚାରିଥାଉ। ଆମେ କେଉଁ ମାସରେ ଘର କଲେ ଆମର ଭଲ ହେବ, ସୁଖ ସମୃଦ୍ଧି ବଢ଼ିବ ଏବଂ ଆମେ କିପରି ଭଲରେ ଧନ ଉପାର୍ଜନ କରିବୁ। ଆପଣ ଯଦି ଠିକ୍ ସମୟରେ ଠିକ୍ ମାସରେ ଘର କରିଥିବେ ଓ ଠିକ୍ ଦିନ ଯଦି ହୋଇଥିବ ତେବେ ଆପଣଙ୍କର ସବୁ କିଛି ଶୁଭ ହେବ। କିନ୍ତୁ ଯଦି ଆପଣଙ୍କର ସବୁ ଠିକ୍ ଜିନିଷରେ ନ ହୋଇଥିବ ତେବେ ଆପଣଙ୍କର ସବୁ କିଛି ଅସୁବିଧା ଦେଖାଦେବା ସହିତ ନିଜର ବା ଘରର କୌଣସି ବ୍ୟକ୍ତିଙ୍କର ଅସୁବିଧା ଦେଖାଦେଇଥାଏ। ଏହା ଛଡ଼ା ସେହି ଘରେ ରହୁଥିବା ବ୍ୟକ୍ତିଙ୍କର ବାରମ୍ବାର ଦୁର୍ଘଟଣା ମଧ୍ୟ ହୋଇଥାଏ। ବହୁତ ପ୍ରକାରର ଅଶାନ୍ତି ମଧ୍ୟ ଦେଖାଦିଏ। ଏପରି କିଛି ଲୋକ ଅଟନ୍ତି ଘର କରିବା ଆରମ୍ଭ କରିଦିଅନ୍ତି ହେଲେ ଘର କରିପାରନ୍ତି ନାହିଁ। ଯଦି ଆପଣ ଘର କରୁଛନ୍ତି ସେଠାରେ ସବୁବେଳେ ଝଗଡ଼ା କାହା ସାଙ୍ଗରେ ମନ ନ ମିଶିଲା ତେବେ ସେ ଘର ତିଆରି କରିବା ଦ୍ୱାରା କି ଲାଭ ହେବ। ପ୍ରଥମେ ଆମେ ଆପଣଙ୍କୁ କହିବୁ ଘର କରିବା ପୂର୍ବରୁ ଆପଣ କରିବା ବାସ୍ତୁ ଉପରେ ଧ୍ୟାନ ରଖିବା ଉଚିତ। ଯଦି ଆପଣ ଘର କରିବାକୁ ଚାହୁଁଛନ୍ତି ତେବେ ଆପଣ କିଛି ଏପରି ମାସ ଅଛି ଯାହା ସେହି ସମୟରେ କଲେ ଆପଣଙ୍କର କିଛି ଅସୁବିଧା ଦେଖାଦେବ ନାହିଁ। ଯେଉଁ ସମୟରେ ଘର କରିବେ ସେ ସମୟରେ ଭାବି ଚିନ୍ତି ଘର କରିବେ, କେବେ ହେଲେ ତରବର ହୋଇ କରିବେ ନାହିଁ। ଘରର ମୁଖ୍ୟ ଦ୍ୱାର ଯଦି ଆପଣ ଠିକ୍ ରଖୁଛନ୍ତି ତେବେ ଆପଣଙ୍କର ବିଶେଷ କିଛି କ୍ଷତି ହେବ ନାହିଁ, ଯାହାଦ୍ୱାରା ସବୁବେଳେ ପାଇଁ ନିଜ ଘରେ ସୁଖ ସମୃଦ୍ଧି ରହିବ, ସବୁ କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ। ଘରର ମୁଖ୍ୟ ଦ୍ୱାର ସବୁବେଳେ ପାଇଁ ଆପଣ ପୂର୍ବ ଓ ଉତ୍ତର ମୁଖ ରଖିବା ଉଚିତ। ଏହା ବହୁତ ଶୁଭ ହୋଇଥାଏ। ଏବଂ ଆପଣଙ୍କର ଯଦି କିଛି ଅସୁବିଧା ଥାଏ ତେବେ ଆପଣ ଅନ୍ୟ ପଟରେ କରିପାରିବେ। ତେବେ ଆସନ୍ତୁ ଜାଣିବା ଆପଣ କେଉଁ ମାସରେ ଘର କରିବା ଦ୍ୱାରା ଆପଣଙ୍କର କିଛି ଅସୁବିଧା ଦେଖାଦେବ ନାହିଁ। ଯଦି ଆପଣ ବୈଶାଖ ମାସରେ ଘର ଆରମ୍ଭ କରୁଛନ୍ତି ତେବେ ଧନରତ୍ନ ଲାଭ ହେବା ସହିତ ବହୁତ ଉନ୍ନତି ମଧ୍ୟ ହୋଇଥାଏ। ଯଦି ଆପଣ ଜ୍ୟେଷ୍ଠ ମାସରେ ଘର ଆରମ୍ଭ କରୁଛନ୍ତି ତେବେ ଗୃହକର୍ତ୍ତାର ମୃତ୍ୟୁ ହୋଇଥାଏ ଓ କାର୍ଯ୍ୟରେ ମଧ୍ୟ ବାଧା ଆସିଥାଏ। ଯଦି ଆପଣ ଆଷାଢ଼ ମାସରେ କରୁଛନ୍ତି ତେବେ ନିଜର ଭଲ ଲାଭ ହୁଏ ଓ ଗୃହପାଳିତ ପଶୁଙ୍କର ମଧ୍ୟ ବୃଦ୍ଧି ହେବ। ଶ୍ରାବଣ ମାସରେ କରିଛନ୍ତି ଆପଣଙ୍କର ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯିବ। ଆଶ୍ୱିନ ମାସରେ ଯଦି କରୁଛନ୍ତି ତେବେ ରାଗ ବୃଦ୍ଧି ହୋଇଥାଏ। କାର୍ତ୍ତିକ ମାସରେ ଯଦି କରୁଛନ୍ତି ତେବେ ଚୋରି ହେବାର ସମ୍ଭାବନା ଥାଏ। ମାର୍ଗଶିର ମାସରେ ଯଦି ଘର ଆରମ୍ଭ କରନ୍ତି ତେବେ ଧନରେ ବୃଦ୍ଧି ହୋଇଥାଏ। ପୌଷ ମାସରେ ଯଦି କରୁଛନ୍ତି ତେବେ ଏହି ମାସରେ ମଧ୍ୟ ଚୋରି ହେବାର ସମ୍ଭାବନା ଅଛି। ମାଘ ମାସରେ ଯଦି କରୁଛନ୍ତି ତେବେ ସୁବର୍ଣ୍ଣ ସୁଯୋଗ ମିଳିବାର ଯୋଗ ଅଛି।